নমস্কার। হে মোর প্রিয় শ্রোতা বন্ধু, আমি আলোচনা କରୁଛେ ଦେବଗୁରୁ ବୃହସ୍ପତିଙ୍କ ଚଳନ ଉପରେ। ସେ ଆସନ୍ତା ମେ ମାସ 14 ତାରିଖରେ ବୃଷ ରାଶିରୁ ମିଥୁନ ରାଶିକୁ ଯାତ୍ରା କରିବେ। ତେଣୁ ବିଛା ରାଶିର ଷଷ୍ଠ ହେବ। ବିଛା, ଧନୁ, ମକର, କୁମ୍ଭ, ମୀନ, ମେଷ, ବୃଷ ମାନେ ଅଷ୍ଟମ ହେବ। ବିଛା ରାଶିର ଅଷ୍ଟମ ହେବ। ଅଷ୍ଟମ ବୃହସ୍ପତି। ଅଷ୍ଟମ ବୃହସ୍ପତି ପ୍ରାୟ ଦୁଃଖ ଦେଇଥାନ୍ତି, କିନ୍ତୁ ସେ ଦୁଃଖ ଆପଣଙ୍କୁ ମିଳିବ କି ନାହିଁ ଆପଣ ଟିକେ ବିଚାର କରୁନାହାନ୍ତି। କେମିତି ବିଚାର କରିବେ? ଜାତକ, ଜନ୍ମ ଜାତକ ତାକୁ ଟିକେ ଦେଖିଦିଅନ୍ତୁ। ଯଦି ଜନ୍ମ ଜାତକରେ ବୃହସ୍ପତି କେନ୍ଦ୍ରରେ ମାନେ ଲଗ୍ନ ଚତୁର୍ଥ ସପ୍ତମ ଦଶମରେ ଥିବେ, କୋଣ ପଞ୍ଚମ ଓ ନବମରେ ଥିବେ, ସ୍ୱଗୃହ ମୀନ ବା ଧନୁରେ ଥିବେ, ମିତ୍ର ଘର ମେଷ ବା ବିଛାରେ ଥିବେ, ବନ୍ଧୁ ଘର ଉଚ୍ଚ ସ୍ଥାନ କର୍କଟରେ ଥିବେ, ସିଂହରେ ଥିବେ, ତାହେଲେ ସେ ଦୁଃଖ ଦେବେନି। ସୁଖ ନ ଦେଇପାରନ୍ତି, ଦୁଃଖ ଦେବେନି। ଯଦି ଜାତକରେ ବୃହସ୍ପତି କେନ୍ଦ୍ରାଧିପତି ମାନେ ଧନୁ ଓ ମୀନ ଏଇ ଦୁଇ ଘର କେନ୍ଦ୍ର ହେଇଥାଏ, ଲଗ୍ନ ଚତୁର୍ଥ ସପ୍ତମ ଦଶମ ହେଇଥାଏ, ସେ କେନ୍ଦ୍ରାଧିପତି, ତାହେଲେ ଦୁଃଖ ଦେବେ। ଆଉ ଗୋଟିଏ, ସେ ଯଦି ଶତ୍ରୁ ଘରେ ଥିବେ ମାନେ ତୁଳାରେ ବୃଷରେ ଥିବେ, ମିଥୁନ ଆଉ କନ୍ୟାରେ ଥିବେ, ନୀଚ ମକର ଓ କୁମ୍ଭରେ ଥିବେ, ଦୁଃଖ ଦେବେ। ଜାତକରେ ଯଦି ସେ ତୃତୀୟ ଷଷ୍ଠ ଅଷ୍ଟମ ଓ ଷଷ୍ଠରେ ଥିବେ, ଦୁଃଖ ଦେବେ। ତେଣୁ ଏସବୁ କଥାକୁ ବିଚାର କରି ଆପଣ ନିଷ୍ପତ୍ତି ନେବେ ଆପଣଙ୍କୁ ଏ ବୃହସ୍ପତି ଚଳନ କେତେ ଦୁଃଖ ଦେବେ, କେତେ ସୁଖ ଦେବେ। 16, 17, 18 ସ୍ୱାତି ବିଶାଖା ନାହିଁ, ବିଶାଖା ଅନୁରାଧା ଆଉ ଜ୍ୟେଷ୍ଠା, ବିଶାଖା ଅନୁରାଧା ଜ୍ୟେଷ୍ଠା 16, 17, 18। 16 ବିଶାଖା, 17 ଅନୁରାଧା, ଜ୍ୟେଷ୍ଠା 18। ଏ ତିନି ନକ୍ଷତ୍ରର ବିଚାର କରିବା ପୂର୍ବରୁ ଆଗେ ମୁଁ କହୁଛି ସୁଖ କଥା ଯେ 17 ନକ୍ଷତ୍ର ବୋଲେ ଅନୁରାଧା ନକ୍ଷତ୍ର ବୃହସ୍ପତି ଚଳନରେ ଅତି ଅଧିକ ସୁଖ ପାଇବେ। ଅତି ଅଧିକ ସୁଖ, ଏତେ ସୁଖ ସେ ପାଇବେ, ଏତେ ଆନନ୍ଦିତ ହେବେ ଯେମିତି ତାଙ୍କର ଅଷ୍ଟମ ବୃହସ୍ପତି ନୁହଁ, ଏକାଦଶ ବୃହସ୍ପତି, ସପ୍ତମ ବୃହସ୍ପତି, ଦ୍ୱିତୀୟ ବୃହସ୍ପତି, ନବମ ବୃହସ୍ପତି, ଅଷ୍ଟମ ବୃହସ୍ପତି ଦୁଃଖ ଦେଇଥାନ୍ତି। ଯାବତୀୟ ଦୁଃଖ, ସବୁ ସୁଖ ଭରଣ କରିଥାନ୍ତି, କିନ୍ତୁ ଏ ଅଷ୍ଟମ ବୃହସ୍ପତି ଯାହା ଉପଭୋଗ କରିବେ ଅନୁରାଧା ନକ୍ଷତ୍ର, ତାହା ଅତି ଆନନ୍ଦର କଥା। ତାଙ୍କୁ ସେ ଯାହା ସବୁ ବର୍ଣ୍ଣନା କଲି ଭଲ ସ୍ଥାନରେ ଥିବେ, ଯଦି ଜାତକରେ ବୃହସ୍ପତି ଭଲ ସ୍ଥାନରେ ଥିବେ, ଟିକେ ପୂର୍ବରୁ କହିଲି ଆପଣଙ୍କୁ, ତେବେ ସେ ଏଇ ଅନୁରାଧା ନକ୍ଷତ୍ରଙ୍କୁ ଅର୍ଥ ଦେବେ, ଭୂମି ଦେବେ। ଅର୍ଥ ଆୟର ପନ୍ଥା ଖୋଲିଯିବ,
କେଉଁଠୁ କେମିତି ଅର୍ଥ ଆସିବ ସେ ଯୋଜନା କରିବ ବୃହସ୍ପତି। ସେ ଆଗେ ଆଗେ ଯିବେ, ଦେଖେଇ ଦେବେ ଏଇ କାମ କର, ରୋଜଗାର ହେବ, ଲାଭ ହେବ, ମୁଣ୍ଡକୁ ସେଇ ବୁଦ୍ଧି ଆସିବ, ଭଲ ଆୟ ହେବ। ଏତେ ଆୟ ହେବ, ପରିବାର ପ୍ରତିପୋଷଣ କରିସାରିଲା ପରେ ବି କିଛି ବଳକା ଅର୍ଥକୁ ସଞ୍ଚୟ କରିବେ। ସେ ସଞ୍ଚିତ ଅର୍ଥ ଏତେ ବଢ଼ିଯିବ, ମନ ଆନନ୍ଦିତ ହେବ, ସେଥିରେ କିଛି ଭୂମି କ୍ରୟ କରିପାରନ୍ତି। ବୁଝିହେଲା ନା? ଅନୁରାଧା ନକ୍ଷତ୍ରଙ୍କ ପାଇଁ ଏହା ଏକ ଶୁଭ ସମ୍ବାଦ। ଅଷ୍ଟମ ବୃହସ୍ପତି ହେଲେ ବି ବିଛା ରାଶିର ଅନୁରାଧା ନକ୍ଷତ୍ର, ସତର ନକ୍ଷତ୍ର ଅତି ଅଧିକ ଅର୍ଥ ଓ ସୁଖ ପାଇବେ। ବୁଝା ପଡ଼ିଲା? ବିଶାଖା ନକ୍ଷତ୍ର ବୋଇଲେ 16 ନକ୍ଷତ୍ର ଦୁଃଖ ଭୋଗିବେ। ଦୁଃଖଟା କ'ଣ ଭୋଗିବେ? ଯଦି ଭଲ ଜାଗାରେ ଥିବେ, ଟିକେ ପୂର୍ବ ବର୍ଣ୍ଣନା କରିଛି, ଜାତକରେ ବୃହସ୍ପତି ଯଦି ଭଲ ଜାଗାରେ ଥିବେ ତାହେଲେ ଦୁଃଖର ପରିମାଣ ବହୁତ କମିଯିବ। ଖାଲି ଦୁଃଖ ଆସିବା, ଟିଭି ଏମିତି କହେ ବାତ୍ୟା ହେବ, କିନ୍ତୁ ଆସେନା ଓଡ଼ିଶାକୁ, ସେମିତି ଦୁଃଖ ଆସିବାର ସୂଚନା ମିଳିବ, ଦୁଃଖ ଆସିବନି ଯଦି ଜାତକରେ ଭଲ ଜାଗାରେ ବୃହସ୍ପତି ଥିବେ। ଦୁଃଖ ତ ବହୁବିଧ ନା, କାହାର ଦୁଃଖ କ'ଣ କହିହେବନି। ଶାରୀରିକ ଦୁଃଖ ଅଛି, ରୋଗ ବ୍ୟାଧି ହେଲା, ଶାରୀରିକ ମାନସିକ ଦୁଃଖ, ଅପମାନ, ଶାରୀରିକ ମାନସିକ ପାରିବାରିକ କଳହ ହେଉଥିବ, ଶାରୀରିକ ମାନସିକ ପାରିବାରିକ ଦୈହିକ, ତାପରେ ସାମାଜିକ, ଆର୍ଥିକ, ବୌଦ୍ଧିକ, ଏଇଭଳି ନାନାବିଧ ଦୁଃଖ ଅଛି। ଗୋଟେ ପରିବାରରେ ମୁଁ ଶୁଣିଛି, ଜାତକ ପ୍ରାୟ ମୋ ପାଖକୁ ଆସେ ଯେ ଆଜ୍ଞା ମୋର 5ଟି ଝିଅ ହେଲାଣି, ଏଇ ଗର୍ଭଟା ପୁଅ ହେଲେ ଭଲ ହୁଅନ୍ତା, ଟିକେ ଗଣନା କରି କହିବେ କି? କେତେ ଲୋକଙ୍କର ଝିଅ ଗୁଡ଼ାଏ ହେଇଯାଏ, ସେ ପୁଅ ପାଇଁ ବ୍ୟସ୍ତ, ତାଙ୍କର ସେ ଦୁଃଖ ଥାଏ। ସୁନା ଅଛି କାନ ନାହିଁ, ଏ ଦୁଃଖ ତାଙ୍କର। ପ୍ରବଳ ଅର୍ଥ ଅଛି, ପୁଅଟିଏ ନେଇ ଉପଭୋଗ କରିବା ପାଇଁ। କେତେ ଲୋକଙ୍କର ଅନେକ ପୁଅ ଅଛି, କାନ ଅଛି, ସୁନା ନାହିଁ, ସେମାନେ ଖୋଜନ୍ତି ଝିଅଟିଏ ହେଲେ ଭଲ ହୁଅନ୍ତା, କନ୍ୟା ଦାନ କରନ୍ତି, ଏ ଦୁଃଖ। ଜମି ଅଛି, ଚାଷ ହେଇପାରୁନି, ଇଏ ଗୋଟେ ଦୁଃଖ। ପିଲାମାନେ କେହି ପାଠ ପଢ଼ୁନାହାନ୍ତି, ଧନ ଅଛି, ପିଲାମାନେ ପୁଅ ଅଛନ୍ତି 5-7ଟା, ସେମାନେ ସମସ୍ତେ ମୂର୍ଖ, ଅଯୋଗ୍ୟ, ନିଶାଖୋର, ଇଏ ଗୋଟେ ଦୁଃଖ। ତେଣୁ ଦୁଃଖ ବହୁବିଧ, ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହେଉନି। ଏ ଶାରୀରିକ ଦୁଃଖ ଥାଉ, ଅନେକ ଅର୍ଥ ପ୍ରବଳ, ଇନକମ୍ ବହୁତ, ମୁଁ ସୁନା ଚାମଚରେ ରୂପା ଗିନାରେ କ୍ଷୀରି ଖାଏ, ହେଲେ କ'ଣ ହେବ? ମୋ ଦେହରେ ରୋଗ ପ୍ରତି ମିନିଟ୍ରେ ନୂଆ ନୂଆ ରୋଗ ସୃଷ୍ଟି ହୁଏ, ଏ ଗୋଟେ ଦୁଃଖ। ମୁଁ ବଡ଼ ଭାଇ, ମୋର ସାନ ଭାଇକି ମୁଁ ପାଠ ପଢ଼େଇଲି, ମଣିଷ କଲି, ସେମାନେ ମୋତେ ଅପମାନିତ କରୁଛନ୍ତି ଏଇଖିଣା। ତେଣୁ ଏ ଗୋଟେ ଦୁଃଖ। ଦୁଃଖ ବହୁବିଧ। ତେଣୁ ଏଇ ବିଶାଖା ନକ୍ଷତ୍ର 16 ନକ୍ଷତ୍ରକୁ ଦୁଃଖ ଆସିବ। ଯଦି ଜାତକରେ ବୃହସ୍ପତି ଶତ୍ରୁ ଘରେ ଥିବେ, ନିଚରେ ଥିବେ, ତୃତୀୟ, ଅଷ୍ଟମ, ଦ୍ୱାଦଶରେ ଥିବେ, ବୋଇଲେ ମକର, କୁମ୍ଭ, ବୃଷ, ତୁଳା, ମିଥୁନ, କନ୍ୟା ଏ ଘରେ ଥିବେ, ତାହେଲେ ଦୁଃଖ ଆସିବ। ଦୁଃଖ ଆସିବ ତ ନିଶ୍ଚିତ, ଦୁଃଖ କାହା ଜୀବନରେ ଆସେନି, ସମସ୍ତେ ଦୁଃଖ ଭୋଗ କରନ୍ତି, ସୁଖକୁ ଭୁଲି ଯାଆନ୍ତି, ଦୁଃଖକୁ ମନେ ରଖନ୍ତି। ତେଣୁ ଏ ସମୟରେ ମନେ ପକାଇବା ସଙ୍କଟ ମୋଚନଙ୍କୁ। ଦୁଃଖ ଆଇଲେ ହନୁମାନଙ୍କୁ ସ୍ମରଣ କରିବା, ବା ତା ପୂର୍ବରୁ ଆମେ ଜାଣିଗଲେ ଦୁଃଖ ଆସିବ, 16 ନକ୍ଷତ୍ର ଦୁଃଖ ଆସିବ, ତେଣୁ ଓଂ ହଂ ହନୁମତେ ନମଃ, ଓଂ ହଂ ହନୁମତେ, ଏଇ ମନ୍ତ୍ରକୁ, ଓଂ ହଂ ହନୁମତେ ନମଃ, ଏଇ ମନ୍ତ୍ରକୁ ସଞ୍ଜବେଳେ ସକାଳେ
ଅତି କମରେ 108 ଥର ଜପିବା। ସମୟ ଲାଗିବ 1 ମିନିଟ୍ କି 1.5 ମିନିଟ୍, କିନ୍ତୁ ଶ୍ରଦ୍ଧାରେ ବିଶ୍ୱାସରେ ହାତ ଗୋଡ଼ ଧୋଇକିରି। ଆଉ ହନୁମାନ ଚାଳିଶା ମୁଖସ୍ଥ ହେଇଛି ଆପଣଙ୍କର, ସେ ଚାଳିଶାଟାକୁ ଆମେ ପଢ଼ିବା। ଯୁଆଡ଼େ ଯାଉଥିବା, କାରରେ, ବସ୍ରେ, ସାଇକେଲରେ, ଚାଲି ଚାଲି ଯୁଆଡ଼େ ଯାଉଥିବା ପଢ଼ୁଥିବା, ତେଣୁ ଦୁଃଖ ପ୍ରାୟ ଆସିବନି। संकट कटे मिटे सो पीरा, संकट कटे मिटे सो पीरा, जो सुमुरे हनुमत बीरा। तो ओं हं हनुमते नमः पढ़ा। जदि आम ब्राह्मण हाथ में पुरोहित हाथ में टे होम करवा, ओं हं हनुमत रुद्रात्मकाय हुं फट स्वाहा ए मंत्र रे ब्राह्मण को कहवा, से आहुति देवे ओं हं हनुमत रुद्रात्मकाय हुं फट स्वाहा। अति दुख आसले काम करेंगे, ताहले 16 काम सैला, 17 काम सैला, एवं 18 काम मैं ज्येष्ठा बिछा। ज्येष्ठा बिछाकर समय जीव कलहरे। जदि जातक बृहस्पति ठीक ठाक नथिबे, माने मकर, कुंभ, वृष, तुला, मिथुन, कन्या थिबे, बा तृतीय, षष्ठ, द्वादश थिबे, आउ बृहस्पति केन्द्राधिपति होइथिबे। केन्द्राधिपति दोष जदि अच्छी बृहस्पतिंकर, से 17 नक्षत्र अनुराधा को मध्य सुख दे पारिबे नहीं। केन्द्राधिपति दोष बड़ मारात्मक बृहस्पतिंक पई। बृहस्पति शुभग्रह, तो से केन्द्राधिपति दोष रे दोषी, तेबे से जो जो 3 घर को देखती, पंचम, सप्तम, नवम घर को, से 3 घर उन्नति हेनी, अवनति हेब। सुतरां बृहस्पति केन्द्राधिपति दोष यदि नाही, ताहले से 16 नक्षत्र विशाखा को दुख देवेनी, कि 18 नक्षत्र ज्येष्ठा को पंक कादुअरे पुरेबेनी। ज्येष्ठा बिछा पाई कलह जोग अच्छी। कलह का सांगे हुए, जे बाकारा बाकारा बाकार हुअंती, जे पर कथा काने शुणती, जे आ कथा ता आगे ता कथा या आगे कहती, जे ए घर माउसी से घर बेउसी हंती, जे कंटा बाड़ लगा पकई चिरंती। आप जाणीगले आप ज्येष्ठा बिछा 18 नक्षत्र कलह हम, तेणु आम चुप रहा। मौनी न कलहो नास्ति। मौनी जे चुपचाप, ता सागर कलह किए कर। किसी लोक अच्छा परश्री कातर, से सहीपर आप धन बढ़ीगला, आप पिला बढ़िया पाठ पढ़ले, आप स्त्री सुंदरी, आप बाड़ी बजार बढ़िया फसल होगी, आप गाय अधिक क्षीर दौची, आप पोखर अधिक माछ मिलूँ, से सहीपर ना। परश्री कातर निंदा। हाँ कौन कहले, आपण को पुओ परीक्षा रे बढ़िया नंबर रखी, से निंदा करवा कपी कर सार पुआ कपी कला धर कि एमती परश्री कातर लोक आपणकर कृष्णा करेंगे, निंदा करेंगे, आप शुणे चुप रे हसीदे। जदि किसी कहे प्रशंसा कर कहे, भाई ठीक कथा कहल, बस। तेणु कंटा बाड़े लुगा पकई चिरवाई जो माने प्रयास करेंगे, से दुख भोगे। तेणु ज्येष्ठा बिछा माने 18 नक्षत्र व्यक्ति विशिष्ट बिछा राशि माने जेते चुप रहे तो भल, नहले कलह हम। जदि आप कलह चाहती, ताहले पाटी खोलतु, अन्य कथा गुरुत्व दिंतु। जदि आप कलह न चाहती, चुपचाप रहतु। यह गला ज्येष्ठा बिछा सतर्कवाणी। आउ विशाखा बिछा सतर्कवाणी है, से ओं हं हनुमते नमः ये मंत्र जपंतु यथा संभव। बाकी अनुराधा बिछा जगह सुखवृष्टि हो कहली, यदि जातक बृहस्पति थांती केन्द्राधिपति दोषरे, यदि से थांती दुखरे माने शत्रु घरे, बोले
ଅନୁରାଧା ବିଛାକୁ ସୁଖବୃଷ୍ଟି ହେବ, ଅର୍ଥ ଆସିବ, ଜମି କିଣିବେ ବୋଲି ଆଲୋଚନା ହେଲା। ଯଦି ଜାତକରେ ସେମାନଙ୍କର ବୃହସ୍ପତି ଥାନ୍ତି ମକରରେ, କୁମ୍ଭରେ, ଶତ୍ରୁ ଘରେ, ବୃଷରେ, ତୁଳାରେ, ମିଥୁନରେ, କନ୍ୟାରେ ଆଉ ନିଚରେ ମକରରେ, କୁମ୍ଭରେ ଥାନ୍ତି ଓ କେନ୍ଦ୍ରରେ ଯଦି ହେଇଥାନ୍ତି ସେ ସୁଖ ପାଇବେ ନାହିଁ, ଦୁଃଖ ପାଇବେ। ତେଣୁ ମୋଟାମୋଟି ବିଛା ରାଶି ପାଇଁ ଅଷ୍ଟମ ବୃହସ୍ପତି ଦୁଃଖ ଦେବେ ବୃହସ୍ପତି ଯଦି ଜାତକରେ ଭଲ ଅବସ୍ଥା ନଥାନ୍ତି। ତେଣୁ ଗୋଟିଏ ମନ୍ତ୍ର ଓଂ ହଂ ହନୁମତେ ନମଃ ଚେଷ୍ଟା କରିବେ 108 ଥର ଜପିବା ପାଇଁ ଦୈନିକ। ଆଉ ଯାଉଥିବେ, ଆସୁଥିବେ, ଖେଳୁଥିବେ, ବୁଲୁଥିବେ, ଗାଉଥିବେ ହନୁମାନ ଚାଲିସା। ଯେ ହନୁମାନ ଜ୍ଞାନ ଗୁଣ ସାଗର, ଯେ କପି ସତିନ୍ହ ଲୋକ ଉଜାଗର, ରାମଦୂତ ଅତୁଲିତ ବଲ ଧାମା, ଅଞ୍ଜନି ପୁତ୍ର ପବନ ସୁତ ନାମା।